अव्यक्त मुरली 26 नवेम्बर 1981। मुरलीर सारांश सहयोगी ही सहज योगी। आज बापदादा निजर स्वराज्य अधिकारी राजऋषि भविष्यतर राजवंशी पिलामानंकु देखुछंती। समस्ते सहज योगी अर्थात राजऋषि अट। बापदादा समस्त संतान मानंकु वर्तमान वरदानी समय रे विशेष क्यों वरदान देउछंती? सहज योगी भव। एही वरदान को अनुभव करुछ। योगी तो बहुत हेउछंती, किंतु सहज योगी केवल तुमे संगम योगी श्रेष्ठ आत्मा माने ही हेउछ। काहींकिना वरदाता बाबांकर वरदान प्राप्त करुछ। ब्राह्मण हेल अर्थात एही वरदान रे वरदानी हेल। जन्म हेबा मात्र के सर्वप्रथमे एही वरदान प्राप्त हेला सहज योगी भव। तेबे निजे निजको पचार, वरदानी बाबा, वरदानी समय एवं तुमे माने मध्य वरदान नेलावाला श्रेष्ठ आत्मा अट। एही वरदान को सर्वदा बुद्धिरे याद रखिबा, एहा ही हेउछि वरदान को जीवन रे कार्यकारी करिबा। तेबे एही भली वरदान को सर्वदा प्राप्त करिथिबा आत्मा प्राप्ति स्वरूप आत्मा बोली निजको मने करुछ बा मेहनत मध्य करिबाक पड़ुछि। सदा वरदानी आत्मा अट। एही वरदान को सदा सर्वदा कायम रखिबार विधि बा उपाय जानिछ? सबुठारु सहज विधि कौन जानिछ ना? सर्वदा समस्तंकर एवं सेवारे सहयोगी हुओ। तेबे सहयोगी ही सहज योगी अटंती। केतेक ब्राह्मणात्मा सहयोगर अनुभव सबुबले करि पारु नाहंती। जोग किपरि लगाइबी, केउंठी लगाइबी, एही प्रश्न भितरे एबे पर्यंत मध्य अछंती। सहज जोगरे प्रश्न उठी न थाए। जेहेतु साथिरे वरदान मध्य रहिछि, तेणु वरदान रे मेहनत करिबाकु पड़ी न थाए एवं सहजरे सर्वदा स्वतः ही जोग लागी रही थाए। अर्थात सहज योगी वरदानी आत्मा स्वतः निरंतर योगी होइथांती। यदि जोगरे रही पारु नाहंती, तेबे एहार कारण कौन? प्राप्त होइथिबा वरदान को बा ब्राह्मण जन्मर एही अलौकिक गिफ्ट बा उपहार को साइती रखिबा जानी नाहंती। स्मृति द्वारा समर्थी रखिबारे बेपरुआ होई जाउछ। नचेत ब्राह्मण होई जदि सहज योगी नुहे, तेबे ब्राह्मण जीवन रे विशेषता कौन रहिला? वरदानी होई मध्य जदि सहज योगी नुहे, तेबे आउ केबे हेबो? एही निशा एवं निश्चय सदा सर्वदा याद रख। एहा मोर जन्मर वरदान अटे। एही वरदान को सर्व आत्मांक प्रति सेवारे लगाओ। सेवारे सहयोगी हेबा, एहा ही सहज योगी हेबार विधि। अमृत बेलारे आरंभ करी सहयोगी हुओ। सारा दिनर दिनचर्यार मूल लक्ष्य एही गोटिए शब्द को रख, मोते सहयोग देवार अछि, सहयोगी हेबार अछि। अमृत बेलारे बाबांक सहित मिलन करी बाबांक समान
ମାଷ୍ଟର ବିଜରୂପ ହୋଇ, ମାଷ୍ଟର ବିଶ୍ୱ କଲ୍ୟାଣକାରୀ ହୋଇ ସର୍ବ ଆତ୍ମାମାନଙ୍କୁ ନିଜର ପ୍ରାପ୍ତ ହୋଇଥିବା ଶକ୍ତି ଗୁଡ଼ିକ ଦ୍ୱାରା ଆତ୍ମାମାନଙ୍କର ବୃତ୍ତି ଏବଂ ବାୟୁମଣ୍ଡଳକୁ ପରିବର୍ତ୍ତନ କରିବା ପାଇଁ ସହଯୋଗୀ ହୁଅ। ବୀଜ ଦ୍ୱାରା ସାରା ବୃକ୍ଷକୁ ଆତ୍ମିକ ଜଳ ବା ଶକ୍ତି ଦେବାର ସହଯୋଗୀ ହୁଅ, ଯାହାଦ୍ୱାରା ସର୍ବ ଆତ୍ମା ରୂପୀ ପତ୍ରମାନଙ୍କୁ ପ୍ରାପ୍ତି ରୂପକ ପାଣି ମିଳିବାର ଅନୁଭବ ହେବ। ଏହିଭଳି ଅମୃତବେଳା ଠାରୁ ଆରମ୍ଭ କରି ସାରା ଦିନରେ ଯାହା ବି କାର୍ଯ୍ୟ କରୁଛ, ପ୍ରତ୍ୟେକ କାର୍ଯ୍ୟର ଲକ୍ଷ୍ୟ ସହଯୋଗ ଦେବା ହେଉ। ଚାହେଁ ବ୍ୟବହାର ବା ଲୌକିକ କାର୍ଯ୍ୟ ବ୍ୟବହାରରେ ଯାଉଛ ଏବଂ ପ୍ରବୃତ୍ତି ବା ଗୃହସ୍ଥିକୁ ଚଲାଇବାର କାର୍ଯ୍ୟରେ ରହୁଛ, ଅଲୌକିକ ସମ୍ବନ୍ଧରେ ରହୁଛ ବା ଅଲୌକିକ ସେବାରେ ରହୁଛ, କିନ୍ତୁ ସର୍ବଦା ଏହି କଥାକୁ ଯାଞ୍ଚ କର, ଲୌକିକ କର୍ମଧନ୍ଦାରେ ମଧ୍ୟ ନିଜ ପ୍ରତି ବା ସାଥୀମାନଙ୍କ ପ୍ରତି ଶୁଭ ଭାବନା ବା ଶୁଭକାମନା ଦ୍ୱାରା ବାୟୁମଣ୍ଡଳକୁ ଆଧ୍ୟାତ୍ମିକ କରିବାରେ ସହଯୋଗ ଦେଇଛି, ନା ଏମିତି ସାଧାରଣ ଭାବରେ ନିଜର ଡ୍ୟୁଟି ବା କର୍ତ୍ତବ୍ୟ କରି ଆସିଗଲି। ଯାହାର ଧନ୍ଦା ଯେଉଁଭଳି ହୋଇଥାଏ, ସେ ଯେଉଁଆଡ଼େ ବି ଯିବେ ନିଜର ଧନ୍ଦା ଅନୁସାରେ ନିଶ୍ଚିତ କାର୍ଯ୍ୟ କରିବେ। ତୁମମାନଙ୍କର ବିଶେଷ ଧନ୍ଦା ହେଲା ସହଯୋଗୀ ହେବା। ତାହା କିପରି ଭୁଲି ପାରିବ? ଯଦି ପ୍ରତ୍ୟେକ କାର୍ଯ୍ୟରେ ଲକ୍ଷ୍ୟ ରହିବ ଯେ ସହଯୋଗୀ ହେବାର ଅଛି, ତେବେ ସହଯୋଗୀ ସ୍ୱତଃ ହୋଇଯିବ। କୌଣସି ମୁହୂର୍ତ୍ତ ସହଯୋଗୀ ହେବା ବ୍ୟତୀତ ବିତି ନ ଯାଉ। ଚାହେ ମନ ଦ୍ୱାରା ସହଯୋଗୀ ହୁଅ, ଚାହେ ବାଣୀ ଦ୍ୱାରା ସହଯୋଗୀ ହୁଅ, ଚାହେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ସହଯୋଗୀ ହୁଅ, ଚାହେ ସ୍ଥୂଳ କର୍ମ ଦ୍ୱାରା ସହଯୋଗୀ ହୁଅ, କିନ୍ତୁ ସହଯୋଗୀ ନିଶ୍ଚିତ ହେବାର ଅଛି। କାହିଁକି ନା ତୁମେ ସମସ୍ତେ ଦାତାଙ୍କର ସନ୍ତାନ ଅଟ। ଦାତାଙ୍କର ସନ୍ତାନ ସଦାସର୍ବଦା ଦେଇ ଚାଲିଥାନ୍ତି। ତେବେ କ'ଣ ଦେବ? ସହଯୋଗ। ସ୍ୱପରିବର୍ତ୍ତନ ପାଇଁ ମଧ୍ୟ ନିଜର ସହଯୋଗୀ ହୁଅ। କିପରି? ସାକ୍ଷୀ ହୋଇ ନିଜ ପ୍ରତି ମଧ୍ୟ ସର୍ବଦା ଶୁଭ ଚିନ୍ତନର ବୃତ୍ତି ଏବଂ ରୁହାନୀ ବାୟୁମଣ୍ଡଳ ନିର୍ମାଣ କରିବାରେ ସହଯୋଗୀ ହୁଅ। ଯେବେ କି ପ୍ରକୃତି ନିଜର ବାୟୁମଣ୍ଡଳର ପ୍ରଭାବରେ ସମସ୍ତଙ୍କୁ ଅନୁଭବ କରାଇ ପାରୁଛି, ଯେପରି ଥଣ୍ଡା ହେଉଛି, ଗରମ ହେଉଛି, ପ୍ରକୃତି ନିଜର ବାୟୁମଣ୍ଡଳ ଉପରେ ପ୍ରଭାବ ପକାଇ ଦେଉଛି। ସେହିଭଳି ପ୍ରକୃତି ଜିତ୍ ସଦା ସହଯୋଗୀ। ସହଯୋଗୀ ଆତ୍ମାମାନେ ନିଜର ରୁହାନୀ ବାୟୁମଣ୍ଡଳର ପ୍ରଭାବରେ ଅନୁଭବ କରାଇ ପାରିବେ ନାହିଁ। ସର୍ବଦା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ସହଯୋଗର ଶୁଭ ଭାବନା ରଖି ସହଯୋଗୀ ଆତ୍ମା ହୁଅ। ସିଏ ଏମିତିକା ବା ଏମିତି କୌଣସି କର୍ମ କରୁଛି, ଏଭଳି ଚିନ୍ତା କର ନାହିଁ। କିଭଳି ବି ବାୟୁମଣ୍ଡଳ ହେଉ, ବ୍ୟକ୍ତି ହେଉ, ମୋତେ ସହଯୋଗ ଦେବାର ଅଛି। ଏହିଭଳି ଯଦି ସମସ୍ତ ବ୍ରାହ୍ମଣାତ୍ମାମାନେ ସହଯୋଗୀ ହୋଇଯିବେ, ତେବେ କ'ଣ ହୋଇଯିବ? ସମସ୍ତେ ଆପେ ଆପେ ସହଯୋଗୀ ହୋଇଯିବେ। କାରଣ ସର୍ବ ଆତ୍ମାଙ୍କୁ ସହଯୋଗ ମିଳିବା ଦ୍ୱାରା ଦୁର୍ବଳ ଆତ୍ମା ମଧ୍ୟ ଶକ୍ତିଶାଳୀ ହୋଇଯାଇଥାନ୍ତି। ଦୁର୍ବଳତା ସମାପ୍ତ ହୋଇଯିବା କାରଣରୁ ସହଯୋଗୀ ହୋଇ ହିଁ ଯିବେ ନା। ଯଦି କୌଣସି ପ୍ରକାରର ଦୁର୍ବଳତା ଥାଏ, ତେବେ ତାହା କଷ୍ଟ ବା ମେହନତର ଅନୁଭବ କରାଇଥାଏ।
ଯଦି ଶକ୍ତିଶାଳୀ ଅଟ ତେବେ ସବୁକିଛି ସହଜ ଅଟେ। ତେବେ କ'ଣ କରିବାକୁ ପଡ଼ିବ? ସଦାସର୍ବଦା ଚାହେଁ ଶରୀର ଦ୍ୱାରା, ଚାହେ ମନ ଦ୍ୱାରା, ଧନ ଦ୍ୱାରା, ମନୋବୃତ୍ତି ଦ୍ୱାରା, ବାଣୀ ଦ୍ୱାରା ବା କର୍ମ ଦ୍ୱାରା ସହଯୋଗୀ ହେବାକୁ ପଡ଼ିବ। ଯଦି କେହି ମନୋବଳ ବା ଯୋଗବଳ ଦ୍ୱାରା ସହଯୋଗ କରିପାରୁନାହାନ୍ତି, ତେବେ ଶରୀର ଦ୍ୱାରା ଏବଂ ଧନ ଦ୍ୱାରା ସହଯୋଗୀ ହୁଅ। ନିଜର ସର୍ବପ୍ରାପ୍ତିର ଅନୁଭବ ଶୁଣାଇବାର ସହଯୋଗୀ ହୁଅ। ନିଜର ସର୍ବଦା ହର୍ଷିତ ରହୁଥିବା ଚେହେରା ଦ୍ୱାରା ସହଯୋଗୀ ହୁଅ। ଏହା ହିଁ ସହଜ ଯୁଗ ଅଟେ। ବୁଝିଲ କ'ଣ କରିବାକୁ ହେବ? ଏହା ତ ସହଜ ଅଟେ ନା। ଯାହା କିଛି ଅଛି ତାକୁ ଦେବାର ଅଛି। ଯାହା କରିପାରିବ ତାହା କର। ସବୁ ପ୍ରକାରରେ ନ କରିପାରିଲେ ଗୋଟିଏ ତ କରିପାରିବ। ଯେଉଁ ଗୋଟିଏ ବିଶେଷତା ଥିବ ତାକୁ କାର୍ଯ୍ୟରେ ଲଗାଅ, ଅର୍ଥାତ୍ ସହଯୋଗୀ ହୁଅ। ଏତିକି ତ କରିପାରିବ ନା। ଏଭଳି ତ ଭାବୁନାହଁ ଯେ ମୋ ଭିତରେ କୌଣସି ବିଶେଷତା ନାହିଁ, କୌଣସି ଗୁଣ ନାହିଁ। ଏମିତି ହୋଇପାରିବ ନାହିଁ। ବ୍ରାହ୍ମଣ ହେବାରେ ହିଁ ବହୁତ ବଡ଼ ବିଶେଷତା ଅଛି। ବାବାଙ୍କୁ ଜାଣିବାରେ ହିଁ ବଡ଼ ବିଶେଷତା ଅଛି। ସେଥିପାଇଁ ନିଜର ବିଶେଷତା ଦ୍ୱାରା ସଦା ସହଯୋଗୀ ହୁଅ। ଆଚ୍ଛା, ଏହିଭଳି ସଦା ସହଯୋଗୀ ଅର୍ଥାତ୍ ସହଜ ଯୋଗୀ ସର୍ବଦା ନିଜର ଶ୍ରେଷ୍ଠ ବୃତ୍ତି ଦ୍ୱାରା ବାୟୁମଣ୍ଡଳ ନିର୍ମାଣ କରିବାର ସହଯୋଗୀ ଆତ୍ମା, ଦୁର୍ବଳ ଆତ୍ମାମାନଙ୍କୁ ଉତ୍ସାହ ଦେବାରେ ସହଯୋଗୀ ଆତ୍ମା, ଏହିଭଳି ଅମୃତବେଳା ଠାରୁ ପ୍ରତ୍ୟେକ ସମୟରେ ସହଯୋଗୀ ହେଉଥିବା ଆତ୍ମାମାନଙ୍କୁ ବାପ୍ଦାଦାଙ୍କର ୟାଦ୍ ପ୍ୟାର ଏବଂ ନମସ୍ତେ। ପାଟିମାନଙ୍କ ସହିତ ନୀରବତାର ଶକ୍ତି ଦ୍ୱାରା ଦୈବୀ ସ୍ୱରାଜ୍ୟର ସ୍ଥାପନା। ନୀରବତାର ଶକ୍ତି ବା ଶାନ୍ତିର ଶକ୍ତି ଦ୍ୱାରା ସାରା ବିଶ୍ୱ ଉପରେ ଦୈବୀ ରାଜସ୍ଥାନର ମୂଳଦୁଆ ତିଆରି କରୁଛ ନା। ସେମାନେ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି ଏବଂ ତୁମେମାନେ ଦୈବୀ ରାଜସ୍ଥାନ ସ୍ଥାପନ କରୁଛ। ଆଗକୁ କ'ଣ ହେବାକୁ ଯାଉଛ, ଏ କଥା ସେମାନଙ୍କୁ କ'ଣ ଜଣା? ସେମାନେ ତ ନିଜ ନିଜର ଚେଷ୍ଟାରେ ଲାଗିଛନ୍ତି, କିନ୍ତୁ ଭବିଷ୍ୟତ କ'ଣ ସେ କଥା ତ ତୁମେମାନେ ହିଁ ଜାଣିଛ। ତେବେ ସବୁ ପିଲାମାନେ ଶାନ୍ତିର ଶକ୍ତି ଆଧାରରେ ଦୈବୀ ସ୍ୱରାଜ୍ୟ ନିର୍ମାଣ କରୁଛ ନା। ସେମାନଙ୍କର ହେଲା ବାଣୀର ଶକ୍ତି ବା ବାହୁବଳର ଅସ୍ତ୍ରଶସ୍ତ୍ରର ଶକ୍ତି। ତୁମର ହେଲା ନୀରବତାର ଶକ୍ତି ଅର୍ଥାତ୍ ଶାନ୍ତିର ଶକ୍ତି। ଏହି ଶକ୍ତି ଦ୍ୱାରା ଦୈବୀ ରାଜ୍ୟର ସ୍ଥାପନା ହୋଇ ହିଁ ଯିବ। ଏହା ତ ଅଟଳ ନିଶ୍ଚୟ ଅଟେ ନା। ସେମାନେ ମଧ୍ୟ ଭାବୁଛନ୍ତି ଯେ ବର୍ତ୍ତମାନ ସମୟରେ କୌଣସି ଈଶ୍ୱରୀୟ ଶକ୍ତି ଆବଶ୍ୟକ ଯିଏକି କାର୍ଯ୍ୟ କରିବ, କିନ୍ତୁ ଏହା ଗୁପ୍ତ ହୋଇଥିବା କାରଣରୁ ଜାଣିପାରୁନାହାନ୍ତି। ତୁମେମାନେ ଜାଣିଛ ଏବଂ କରୁଛ ମଧ୍ୟ। ପଞ୍ଜାବରେ ବୃଦ୍ଧି ତ ହେଉଛି ନା। ପଞ୍ଜାବର ମଧ୍ୟ ସେବାର ଆଦିସ୍ଥାନ ଅଟେ। ତେବେ ଆଦିସ୍ଥାନରେ କୌଣସି ବିଶେଷ କାର୍ଯ୍ୟ ହେବା ଉଚିତ। ରୁହାନୀ ପିତାଙ୍କର ସନ୍ତାନ ହୋଇଥିବା କାରଣରୁ ରୁହାନୀ ସେବା କରିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ଅଟେ। ଯାହା ବାବାଙ୍କର କାର୍ଯ୍ୟ ତାହା ପିଲାମାନଙ୍କର କାର୍ଯ୍ୟ। ଯେପରି ରୁହାନୀ ବାବାଙ୍କର କର୍ତ୍ତବ୍ୟ ହେଲା ରୁହାନୀ ସେବା କରିବା, ସେହିଭଳି ପିଲାମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ତତ୍ପର ରହିବାକୁ ହେବ। ଏହି ରୁହାନୀ ସେବା ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ପାଦରେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରାଇଥାଏ।
ଏହାର ପ୍ରତ୍ୟକ୍ଷ ଫଳ ହେଲା ଖୁସି। ଯେତେ ଯେତେ ସେବା କରୁଛ ସେତେ ସେତେ ଖୁସି ରୂପୀ ସମ୍ପତ୍ତି ବଢ଼ି ବଢ଼ି ଚାଲିଛି। ଗୋଟିଏର ପଦ୍ମଗୁଣା ହୋଇ ମିଳୁଛି। ଏହିଭଳି ଭାବୁଛ? ତୁମମାନଙ୍କର ଧନ୍ଦା ହିଁ ହେଲା ରୁହାନୀ ସେବାଧାରୀ। ଲୌକିକରେ ଚାହେଁ କିଭଳି ପଦପଦବୀରେ ଥାଅ, କିନ୍ତୁ ଅଲୌକିକରେ ରୁହାନୀ ସେବାଧାରୀ ଅଟ। ଯଦି କେହି ଡାକ୍ତର ଅଟନ୍ତି, ତେବେ ରୁହାନୀ ବା ଆତ୍ମିକ ଏବଂ ଜିସ୍ମାନୀ ବା ଶାରୀରିକ ଡବଲ ଡାକ୍ତର ହୁଅ। ସେହି ସେବା ବା ଡାକ୍ତରୀ ସେବା କରୁଥିଲେ ମଧ୍ୟ ତୁମର ମୂଳ ବା ପ୍ରଧାନ କର୍ତ୍ତବ୍ୟ ହେଲା ରୁହାନୀ ଡାକ୍ତର ହେବା। ବାରମ୍ବାର ରୋଗୀ ଆସିବା ଅପେକ୍ଷା ସବୁଦିନ ପାଇଁ ରୋଗ ହିଁ ସମାପ୍ତ ହୋଇଯାଉ। ତେବେ ଏହିଭଳି ଔଷଧ ଦେବା ଉଚିତ ନା। ରୋଗୀମାନେ ଡାକ୍ତରଙ୍କ ପାଖକୁ ସବୁଦିନ ପାଇଁ ସ୍ୱାସ୍ଥ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଆସିଥାନ୍ତି। ସବୁଦିନ ପାଇଁ ସ୍ୱାସ୍ଥ୍ୟ ଦେଇପାରିବ କେବଳ ରୁହାନୀ ସେବା ଦ୍ୱାରା। ଆଚ୍ଛା, ଲଣ୍ଡନ ଗ୍ରୁପ୍ ସହିତ ବାପଦାଦାଙ୍କର ସାକ୍ଷାତ। ଲଣ୍ଡନର ଭଲ ଭଲ ରତ୍ନ ବା ସନ୍ତାନମାନେ ଅନେକ ସ୍ଥାନକୁ ଯାଇଛନ୍ତି। ଏମିତି ବି ବିଦେଶର ସେବାକେନ୍ଦ୍ର ଗୁଡ଼ିକ ଗୋଟିଏରୁ ଦୁଇଟି, ଦୁଇଟିରୁ ତିନୋଟି ଏହି ପ୍ରକାରରେ ଖୋଲା ଯାଇଥାଏ। ବର୍ତ୍ତମାନ ମୋଟ ସେବାକେନ୍ଦ୍ର କେତେ? 1982ରେ 50ଟି। ତେବେ 50ଟି ସେବାକେନ୍ଦ୍ରର ମୂଳଦୁଆ ଲଣ୍ଡନ ଅଟେ। ତେବେ ସୁନ୍ଦର ବୃକ୍ଷ ହୋଇଗଲା ନା? ଯେଉଁ କୋଣରୁ 50ଟି ଶାଖା ପ୍ରଶାଖା ବାହାରିଥିବ, ସେହି ବୃକ୍ଷଟି କେତେ ସୁନ୍ଦର ହୋଇଥିବ। ତେବେ ବିଦେଶର ବୃକ୍ଷ ମଧ୍ୟ ବିସ୍ତାରିତ ହୋଇ ବହୁତ ଭଲ ଫଳୀଭୂତ ହୋଇଗଲାଣି। ବାପଦାଦା ମଧ୍ୟ ପିଲାମାନଙ୍କର କେବଳ ଲଣ୍ଡନ ନୁହେଁ, ସବୁ ପିଲାଙ୍କର ସେବାର ଉମଙ୍ଗ ଉତ୍ସାହକୁ ଦେଖି ଖୁସି ହେଉଛନ୍ତି। ବିଦେଶରେ ଲଗନ ବା ସ୍ନେହ ବହୁତ ଭଲ ରହିଛି। ୟାଦରେ ମଧ୍ୟ ଏବଂ ସେବାର ମଧ୍ୟ ଦୁଇଟି ଯାକରେ ଲଗନ ବହୁତ ଭଲ ରହିଛି। କେବଳ ଗୋଟିଏ କଥା ହେଲା ଯେ ମାୟାର ଛୋଟ ଛୋଟ ରୂପକୁ ଦେଖି ବହୁତ ଶୀଘ୍ର ବିଚଳିତ ହୋଇଯାଉଛନ୍ତି। ଯେମିତି ଏଠାରେ ବା ଭାରତରେ କେତେକ ବ୍ରାହ୍ମଣ ପିଲା ଅଛନ୍ତି, ଯେଉଁମାନେ କି ମୂଷାକୁ ମଧ୍ୟ ଦେଖି ଡରିଯାଆନ୍ତି ଏବଂ ଅସରପାକୁ ଦେଖି ମଧ୍ୟ ଡରିଯାଆନ୍ତି। ତେବେ ବିଦେଶୀ ପିଲାମାନେ କେବଳ ଏହିଗୁଡ଼ିକୁ ଦେଖି ଡରିଯାଉଛନ୍ତି। ଛୋଟକୁ ବଡ଼ ଭାବି ଦେଉଛନ୍ତି, କିନ୍ତୁ ପ୍ରକୃତରେ ତାହା କିଛି ବି ନୁହେଁ। କାଗଜର ବାଘକୁ ପ୍ରକୃତ ବାଘ ବୋଲି ଭାବି ନେଉଛନ୍ତି। ଯେତିକି ଲଗନ ରହିଛି, ସେହି ଅନୁସାରେ କିଛିଟା ବିଚଳିତ ହେବାର ସଂସ୍କାର ମଧ୍ୟ ସେବା କ୍ଷେତ୍ରକୁ ଆସିଯାଉଛି। ତେବେ ବିଦେଶୀ ପିଲାମାନଙ୍କୁ ମାୟାକୁ ଦେଖି ବିଚଳିତ ହେବା ଉଚିତ ନୁହେଁ, ତା ସହିତ ଖେଳିବା ଉଚିତ। କାଗଜର ବାଘ ସହିତ ଖେଳିଥାନ୍ତି ନା ଡରିଥାନ୍ତି? ତେବେ ତାହା ଖେଳଣା ହୋଇଗଲା ନା? ଖେଳଣାକୁ ଦେଖି ଡରିବାବାଲାଙ୍କୁ କ'ଣ କୁହାଯିବ? ଯେତେ ମେହନତ କରୁଛ, ସେହି ହିସାବରେ ସବୁ ଡବଲ ବିଦେଶୀ ପିଲାମାନେ ପ୍ରଥମ ସ୍ଥାନ ନେଇପାରିବ। କାହିଁକି ନା ଅନ୍ୟ ଧର୍ମର ପରଦା ମଧ୍ୟରେ ଥିବା ଦୁଇଟି ପରଦା ଭିତରେ ଥିବା ବାବାଙ୍କୁ ଚିହ୍ନି ଯାଇଛ। ଗୋଟିଏ ହେଲା ସାଧାରଣ ସ୍ୱରୂପ ବ୍ରାହ୍ମଣଙ୍କର ସାଧାରଣ ଶରୀରର ପରଦା ଏବଂ ଆଉ ଗୋଟିଏ ହେଲା ଅନ୍ୟ ଧର୍ମର ପରଦା। ଭାରତବାସୀମାନଙ୍କୁ ତ ଗୋଟିଏ ମାତ୍ର ପରଦାକୁ ଜାଣିବାକୁ ପଡ଼ୁଛି, କିନ୍ତୁ ବିଦେଶୀ ପିଲାମାନଙ୍କୁ ଦୁଇଟି ପରଦା ମଧ୍ୟରେ ଥିବା ବାବାଙ୍କୁ ଜାଣିବାକୁ ପଡ଼ୁଛି। ବହୁତ ସାହସୀ ମଧ୍ୟ ଅଟନ୍ତି, ଅସମ୍ଭବକୁ ସମ୍ଭବ ମଧ୍ୟ କରିଛନ୍ତି।
ଯାହାକି ଖ୍ରୀଷ୍ଟିଆନ ବା ଅନ୍ୟ ଧର୍ମବାଲା ଭାବୁଛନ୍ତି ଯେ ଆମ ଧର୍ମବାଲା ବ୍ରାହ୍ମଣ କିପରି ହୋଇପାରିବେ? ଅସମ୍ଭବ କଥା। ତେଣୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଜାଣିବାରେ ମଧ୍ୟ ଚତୁର ଏବଂ ମାନିବାରେ ମଧ୍ୟ ଚତୁର ଅଟନ୍ତି। ଦୁଇଟି ଯାକରେ ପ୍ରଥମ ନମ୍ବର ଅଟ। ବାକି ମଝିରେ ଯଦି ମୂଷା ଆସିଯାଉଛି ତେବେ ବିଚଳିତ ହୋଇଯାଉଛ। ମାର୍ଗ ତ ବହୁତ ସହଜ ଅଟେ, କିନ୍ତୁ ନିଜର ବ୍ୟର୍ଥ ସଂକଳ୍ପକୁ ମିଶାଇ ଦେବା କାରଣରୁ ସହଜ ମୁସ୍କିଲରେ ପରିଣତ ହୋଇଯାଉଛି। ତେବେ ଏଥିରେ ମଧ୍ୟ ଜମ୍ପ ଲଗାଅ। ମାୟାକୁ ପରଖିବାର ଦୃଷ୍ଟିକୁ ତୀକ୍ଷ୍ଣ କର। ଭୁଲ ବୁଝାମଣା କରିଦେଉଛ। କାଗଜକୁ ପ୍ରକୃତ ମନେ କରିବା ଭୁଲ ବୁଝାମଣା ହୋଇଗଲା ନା? ନଚେତ୍ ଡବଲ ବିଦେଶୀମାନଙ୍କର ବିଶେଷତା ମଧ୍ୟ ବହୁତ ରହିଛି। କେବଳ ଏହି ଗୋଟିଏ ଦୁର୍ବଳତା ରହିଛି, ବାସ୍ ଆଉ କିଛି ନାହିଁ। ତେଣୁ ନିଜ ଉପରେ ମଧ୍ୟ ବହୁତ ହସୁଛନ୍ତି ଯେତେବେଳେ ଜାଣିପାରୁଛନ୍ତି ଯେ ଏହା କାଗଜର ବାଘ, ପ୍ରକୃତ ବାଘ ନୁହେଁ। ତେଣୁ ନିଜ ଉପରେ ମଧ୍ୟ ବହୁତ ହସୁଛନ୍ତି। ଯାଞ୍ଚ ମଧ୍ୟ କରିନେଉଛନ୍ତି, ପରିବର୍ତ୍ତନ ମଧ୍ୟ କରିଦେଉଛନ୍ତି। କିନ୍ତୁ ସେହି ସମୟରେ ବିଚଳିତ ହୋଇଯିବା କାରଣରୁ ତଳକୁ ଆସିଯାଉଛନ୍ତି ବା ମଝିକୁ ଆସିଯାଉଛନ୍ତି। ପୁଣି ଉପରକୁ ଚଢ଼ିବା ପାଇଁ ମେହନତ କରୁଛନ୍ତି। ତେଣୁ ସହଜ ପରିବର୍ତ୍ତେ ମେହନତର ଅନୁଭବ ହେଉଛି। ଦେଖିବାକୁ ଗଲେ ଟିକିଏ ବି ମେହନତ ନାହିଁ। ବାବାଙ୍କର ହେଲ, ଅଧିକାରୀ ଆତ୍ମା ହେଲ, ସମ୍ପତ୍ତିର, ଘରର, ରାଜ୍ୟର ମାଲିକ ହେଲ, ଆଉ କ'ଣ ଦରକାର? ତେବେ ଏବେ କ'ଣ କରିବ? ବିଚଳିତ ହେବାର ସଂସ୍କାରକୁ ଏହିଠାରେ ହିଁ ଛାଡ଼ି ଦେଇଯାଅ। ବୁଝିଲ? ବାପଦାଦା ମଧ୍ୟ ଖେଳ ଦେଖିବାରେ ଲାଗିଛନ୍ତି ଏବଂ ହସିବାରେ ଲାଗିଛନ୍ତି। ପିଲାମାନେ ଗଭୀରତାକୁ ମଧ୍ୟ ଯାଉଛନ୍ତି, କିନ୍ତୁ ଗଭୀରତା ସହିତ କେଉଁଠି କେଉଁଠି ବିଚଳିତ ମଧ୍ୟ ହୋଇଯାଉଛନ୍ତି। ଲାଷ୍ଟ ସୋ ଫାଷ୍ଟ ବା ଶେଷରେ ଆସିବା କାରଣରୁ ତୀବ୍ର ଗତିରେ ଯିବାର ସଂସ୍କାର ମଧ୍ୟ ଅଛି। ପୂର୍ବରୁ ବିଦେଶୀମାନଙ୍କର ବିଶେଷ କରି ଫସିବାର ବା ଆବଦ୍ଧ ହେବାର ସଂସ୍କାର ଥିଲା। ଏବେ ହେଲା ତୀବ୍ର ଗତିରେ ଯିବାର ସଂସ୍କାର। ଜଣଙ୍କ ସହିତ ବାନ୍ଧି ହୁଅନ୍ତି ନାହିଁ, କିନ୍ତୁ ଅନେକଙ୍କ ସହିତ ବାନ୍ଧି ହୋଇଯାନ୍ତି। ଗୋଟିଏ ଜୀବନରେ କେତେଗୁଡ଼ିଏ ପଞ୍ଜୁରୀରେ ବାନ୍ଧି ହୋଇଯାନ୍ତି। ଗୋଟିଏ ପଞ୍ଜୁରୀରୁ ବାହାରିବେ ତ ଆଉ ଗୋଟିଏରେ ଆବଦ୍ଧ ହୋଇଯିବେ। ସେଥିରୁ ବାହାରି ପୁଣି ଆଉ ଗୋଟିଏରେ ଆବଦ୍ଧ ହେବେ। ତେବେ ଯେତିକି ବାନ୍ଧି ହେବାର ସଂସ୍କାର ଥିଲା, ଏବେ ସେତିକି ତୀବ୍ର ଗତିରେ ଯିବାର ସଂସ୍କାର ଅଛି। କେବଳ ଗୋଟିଏ କଥା ହେଲା, ଛୋଟ ଜିନିଷକୁ ବଡ଼ କର ନାହିଁ। ବଡ଼କୁ ଛୋଟ କରିଦିଅ। ଏମିତି ସବୁ କ'ଣ ହୁଏ? ଏଭଳି ପ୍ରଶ୍ନ ଉଠାଅ ନାହିଁ। ଏମିତି କ'ଣ ହେଲା? ଏମିତି କ'ଣ ହୁଏ? ଏହା ପରିବର୍ତ୍ତେ ଯାହା ହେଉଛି କଲ୍ୟାଣକାରୀ। ପ୍ରଶ୍ନ ସମାପ୍ତ ହେବା ଉଚିତ। ପୂର୍ଣ୍ଣଚ୍ଛେଦ। ବୁଦ୍ଧିକୁ ଏଥିରେ ଅଧିକ ଚଲାଅ ନାହିଁ, ନଚେତ୍ ଶକ୍ତି ନଷ୍ଟ ହୋଇଯାଉଛି। ସେଥିପାଇଁ ନିଜକୁ ଶକ୍ତିଶାଳୀ ଅନୁଭବ କରିପାରୁନାହଁ। ପ୍ରଶ୍ନବାଚକ ଚିହ୍ନ ଅଧିକ ରହୁଛି। ତେଣୁ ଏହି ମଧୁବନର ବରଦାନ ଭୂମିରେ ପ୍ରଶ୍ନବାଚକ ଚିହ୍ନକୁ ସମାପ୍ତ କର। ପୂର୍ଣ୍ଣଚ୍ଛେଦ ଲଗାଇ କରି ଯାଅ। ପ୍ରଶ୍ନବାଚକ ଚିହ୍ନ ଲଗାଇବା କଷ୍ଟକର, କିନ୍ତୁ ପୂର୍ଣ୍ଣଚ୍ଛେଦ ସହଜ ଅଟେ। ତେଣୁ ସହଜକୁ ଛାଡ଼ି କଷ୍ଟିଆକୁ କାହିଁକି ଗ୍ରହଣ କରୁଛ? ସେଥିରେ ଶକ୍ତି ନଷ୍ଟ ହେଉଛି ଏବଂ ପୂର୍ଣ୍ଣଚ୍ଛେଦରେ ଜୀବନ ହିଁ ଶ୍ରେଷ୍ଠ ହୋଇଯିବ। ସେଥିରେ ନଷ୍ଟ, ଏଥିରେ ଶ୍ରେଷ୍ଠ। ତେବେ କ'ଣ କରିବା ଉଚିତ?
ଏବେ ଆଉ ନଷ୍ଟ କରିବାର ନାହିଁ। ପ୍ରତ୍ୟେକ ସଂକଳ୍ପ ଶ୍ରେଷ୍ଠ ଏବଂ ପ୍ରତ୍ୟେକ ସେକେଣ୍ଡ ଶ୍ରେଷ୍ଠ। ଆଚ୍ଛା, ଲଣ୍ଡନ ନିବାସୀଙ୍କ ସହିତ ବାର୍ତ୍ତାଳାପ ହୋଇଗଲା। ଲଣ୍ଡନର ସମସ୍ତ ବିଚ୍ଛେଦୀ ସନ୍ତାନମାନଙ୍କୁ ବାପଦାଦାଙ୍କର ପଦମା ପଦମ ଗୁଣା ୟାଦ ପ୍ୟାର ସ୍ୱୀକାର ହେଉ। ସାକାରରେ ପହଞ୍ଚି ନାହାନ୍ତି, କିନ୍ତୁ ବାପଦାଦା ସଦାସର୍ବଦା ପିଲାମାନଙ୍କୁ ସମ୍ମୁଖରେ ଦେଖୁଛନ୍ତି। ଯିଏ ବି ସେବା ଯୋଗ୍ୟ ପିଲାମାନେ ଅଛନ୍ତି, ଜଣ ଜଣଙ୍କର ନାମ କ'ଣ ବା ନେବା? ଯେଉଁମାନେ ବି ଅଛନ୍ତି ସମସ୍ତେ ସହଯୋଗୀ ଆତ୍ମା ଅଟନ୍ତି। ସମସ୍ତେ ବେଫିକର ବା ନିଶ୍ଚିନ୍ତ ହୋଇ ଫକୁର ବା ନିଶାରେ ରୁହ, କାରଣ ସମସ୍ତଙ୍କର ସାଥୀ ସ୍ୱୟଂ ବାବା ଅଟନ୍ତି। ଆଚ୍ଛା, ଓମ୍ ଶାନ୍ତି। ବରଦାନ, ନିନ୍ଦା ସ୍ତୁତି, ଜୟ ପରାଜୟରେ ସମାନ ସ୍ଥିତି ରଖିଲା ବାଲା ବାପ ସମାନ ସମ୍ପନ୍ନ ବା ସମ୍ପୂର୍ଣ୍ଣ ହୁଅ। ବିସ୍ତାର, ଯେତେବେଳେ ଆତ୍ମାର ସମ୍ପୂର୍ଣ୍ଣ ବା ସମ୍ପନ୍ନ ସ୍ଥିତି ହୋଇଯାଏ, ତେବେ ନିନ୍ଦା ସ୍ତୁତି, ଜୟ ପରାଜୟ, ସୁଖ ଦୁଃଖ ସବୁଥିରେ ସମାନତା ଆସିଯାଏ। ଦୁଃଖ ସମୟରେ ମଧ୍ୟ ମୁଖମଣ୍ଡଳରେ ବା ମସ୍ତକରେ ଦୁଃଖର ଲହରୀ ପରିବର୍ତ୍ତେ ସୁଖର ଲହରୀ ବା ହର୍ଷିତ ହେବାର ଲହରୀ ଦେଖାଯାଉ। ନିନ୍ଦା ଶୁଣୁଥିଲେ ମଧ୍ୟ ଅନୁଭବ ହେଉ ଯେ ଏହା ନିନ୍ଦା ନୁହେଁ, ସମ୍ପୂର୍ଣ୍ଣ ସ୍ଥିତିକୁ ପରିପକ୍ୱ କରିବା ପାଇଁ ଏହା ମହିମା ଯୋଗ୍ୟ ଶବ୍ଦ ଅଟେ। ଯଦି ଏହିଭଳି ସମାନତା ରହିବ, ତେବେ କୁହାଯିବ ବାପ ସମାନ। ତିଳେ ମାତ୍ର ବୁଦ୍ଧିରେ ଏହି କଥା ନ ଆସୁ ଯେ ଇଏ ମୋର ଶତ୍ରୁ ବା ଗାଳି ଦେଲା ବାଲା, ଆଉ ଇଏ ପ୍ରଶଂସା କରିଲା ବାଲା ଅଟେ। ସ୍ଲୋଗାନ, ନିରନ୍ତର ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦିଅ, ତେବେ ଫାଷ୍ଟ ଡିଭିଜନରେ ସ୍ଥାନ ମିଳିଯିବ। ଓମ୍ ଶାନ୍ତି। ସମାନ, ମୁଁ ପ୍ରକୃତି ଜିତ୍ ସଦା ସହଯୋଗୀ ଆତ୍ମା ଅଟେ। ଆଜିର ମୁରଲୀରୁ ଶିକ୍ଷା ପ୍ରଥମ ନମ୍ବର। ସାରା ଦିନର ଦିନଚର୍ଯ୍ୟାର ମୂଳ ଲକ୍ଷ୍ୟ ଏହି ଗୋଟିଏ ଶବ୍ଦକୁ ରଖ, ମୋତେ ସହଯୋଗ ଦେବାର ଅଛି, ସହଯୋଗୀ ହେବାର ଅଛି। ଦ୍ୱିତୀୟ ନମ୍ବର, କେବଳ ସନ୍ଦେଶ ଦେବାରେ ସହଯୋଗୀ ହୁଅ ନାହିଁ, ତା ସହିତ ନିଜର ପରିବର୍ତ୍ତନ ଦ୍ୱାରା ସହଯୋଗୀ ହୁଅ। ନିଜର ସର୍ବପ୍ରାପ୍ତିର ଅନୁଭବ ଶୁଣାଇବାର ସହଯୋଗୀ ହୁଅ। ତୃତୀୟ ନମ୍ବର, ଦୁନିଆରେ ହେଲା ପାଣିର ଶକ୍ତି ବା ବାହୁବଳର ଅସ୍ତ୍ରଶସ୍ତ୍ରର ଶକ୍ତି ଏବଂ ତୁମମାନଙ୍କର ହେଲା ନୀରବତାର ଶକ୍ତି ଅର୍ଥାତ୍ ଶାନ୍ତିର ଶକ୍ତି। ଓମ୍ ଶାନ୍ତି। জ্যোতি নিরাকার স্নেহর সাগর তুমর করুণা পার। শিব জ্যোতি নিরাকার স্নেহর সাগর তুমর করুণা পার। পরম ধামরু অবতরি হই পরম ধামরু অবতরি হই କରିଛ ନିଜକୁ ସାକାର।
शिव ज्योति निराकार स्नेहर सागर तुमर करुणा अपार तुमर करुणा अपार ब्रह्म देह आसी आबु पर्वते राजा जोग शिखाइला सुनेली सुनेली रंग किरण रे मधुबन रचाइला धन्य धन्य तुम ए दिव्य कर्तव्य धन्य धन्य तुम ए दिव्य कर्तव्य कोटि कोटि उपकार शिव ज्योति निराकार स्नेहर सागर तुमर करुणा अपार तुमर करुणा अपार तुमी शंभुनाथ अनाथर नाथ आमे त तुम संतान भक्तिर फल झोला भरी देन देई दिव्य वरदान केही आउ नाही एही ब्रह्मांड रे केही आउ नाही एही ब्रह्मांड रे तुम परि रचनाकार शिव ज्योति निराकार स्नेहर सागर तुमर करुणा अपार शिव ज्योति निराकार स्नेहर सागर तुमर करुणा अपार परम धामरु अवतरी होई परम धामरु अवतरी होई गरिछ निजकु साकार शिव ज्योति निराकार स्नेहर सागर तुमर करुणा अपार तुमर करुणा अपार तुमर करुणा अपार।